नमस्कार दर्शक बंधु, आसतु जानिबा हिंदू पौराणिक ग्रंथ रामायणर नियारा कथावस्तु। कहीं 14 वर्ष जाए लक्ष्मण अनाहार एवं अनिद्रारे रहिथिले। कौन थिला ସେହି ସମୟର रहस्य? कौन आपण माने जानिछंती? तेबे आसतु जानिबा। जदि सान भाई प्रेम बलिदानर उदाहरण दिया जाए तेबे लक्ष्मणकर नाम सर्वदा प्रथमे निया जाए। ଏହା ମଧ୍ୟ କୁହାଯାଏ ଯେ ବଡ଼ ଭାଇ ପ୍ରଭୁ ଶ୍ରୀରାମଙ୍କ ପରି, ତେବେ ସାନ ଭାଇ ଲକ୍ଷ୍ମଣ ତାଙ୍କ ପରି ହେବା ଉଚିତ। ବଡ଼ ଭାଇ ପ୍ରତି ପ୍ରେମର ଉଦାହରଣ ତିନି ଲୋକରେ ନାହିଁ। ଲକ୍ଷ୍ମଣ ବଡ଼ ଭାଇ ପ୍ରଭୁ ଶ୍ରୀରାମଙ୍କ ପ୍ରେମ ବିଷୟରେ କହିବାକୁ ଅନେକ କାହାଣୀ ଅଛି। ପୁରାଣ ଅନୁସାରେ ବିଶେଷ କରି କୁହାଯାଏ ଯେ ଯେତେବେଳେ ରାମ 14 ବର୍ଷ ବନବାସ ଯାଇଥିଲେ, ଲକ୍ଷ୍ମଣ ତାଙ୍କ ବଡ଼ ଭାଇ ଓ ଭାଉଜ ସୀତାଙ୍କୁ ସୁରକ୍ଷା ଦେବା ପାଇଁ ଯାଇଥିଲେ। ସେ ସେଠାରେ 14 ବର୍ଷ କାଳ ଅନାହାର ଏବଂ ଅନିଦ୍ରାରେ ରହିଥିଲେ। ସେଥିପାଇଁ ତାଙ୍କୁ ଗୁଡ଼ାକେଶ ମଧ୍ୟ କୁହାଯାଉଥିଲା। ଗୁଡ଼ାକେଶ ଅର୍ଥାତ ଯିଏ 14 ବର୍ଷ ଅନିଦ୍ରାରେ ଥିବ। ଏହି ବିଶେଷତା ହେତୁ ଲକ୍ଷ୍ମଣ ଲଙ୍କା ଯୁଦ୍ଧରେ ରାବଣର ବଡ଼ ପୁଅ ଶକ୍ତିଶାଳୀ ଯୋଦ୍ଧା ମେଘନାଦକୁ ହତ୍ୟା କରିବାରେ ସଫଳ ହୋଇଥିଲେ। ଲକ୍ଷ୍ମଣଙ୍କ ତୀର ଦ୍ୱାରା ଶରରୁ ମେଘନାଦର ମୁଣ୍ଡ ଅଲଗା କରିଦେଇଥିଲେ। ମେଘନାଦ ଥିଲେ ମହାପ୍ରତାପୀ ଏବଂ ବଳଶାଳୀ ଅସୁର। ସେ ତିନିପୁରକୁ ଜୟ କରିଥିଲେ। ସେ ବ୍ରହ୍ମା ବରରେ ବଳୀୟାନ ହୋଇଥିଲେ। ସେ ଘୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ବରଦାନ ପାଇଥିଲେ। ବ୍ରହ୍ମା ତାଙ୍କୁ ବର ଦେଇଥିଲେ ଯେ ତାଙ୍କର ଜଳ ସ୍ଥଳରେ କୌଣସିରେ ବି ମୃତ୍ୟୁ ହେବ ନାହିଁ। ଯିଏ ତାଙ୍କୁ ମାରିବ ସେ 14 ବର୍ଷ କାଳ ଅନିଦ୍ରା ଏବଂ ଅନାହାରରେ ଥିବ, ତେବେ ଯାଇ ତାଙ୍କୁ ସେ ମାରିପାରିବ। ବ୍ରହ୍ମା ମେଘନାଦକୁ ଏକ ବରଦାନ ଦେଇଥିଲେ। ପୌରାଣିକ କଥା ଅନୁଯାୟୀ ରାବଣ ସ୍ୱର୍ଗରେ ନିୟନ୍ତ୍ରଣ କରିବା ପାଇଁ ଦେବତାମାନଙ୍କୁ ନିଜର ପାଦ ତଳରେ ଖଟାଇଥିଲେ। ଏହି ଯୁଦ୍ଧରେ ମେଘନାଦ ମଧ୍ୟ ଭାଗ ନେଇଥିଲେ। ମେଘନାଦ ଇନ୍ଦ୍ରଙ୍କ ସମେତ ସମସ୍ତ ଦେବତାଙ୍କୁ ପରାସ୍ତ କରିଥିଲେ। ଏହାପରେ ତାଙ୍କୁ ଇନ୍ଦ୍ରଜିତ କୁହାଯାଉଥିଲା। ଯୁଦ୍ଧରେ ଜିତିବା ପରେ ଯେତେବେଳେ ମେଘନାଦ ଲଙ୍କାକୁ ଯାଇଥିଲେ, ସେତେବେଳେ ସେ ଇନ୍ଦ୍ରକୁ ସାଙ୍ଗରେ ନେଇ ଯାଇଥିଲେ। ଭଗବାନ ବ୍ରହ୍ମା ମେଘନାଦକୁ କହିଥିଲେ ଯେ ଯଦି ଇନ୍ଦ୍ରଜିତକୁ ମୁକ୍ତ କରିଦେବେ ତାଙ୍କୁ ବର ଦେବେ। ଭଗବାନ ବ୍ରହ୍ମା ମେଘନାଦଙ୍କ ଏହି ବରକୁ ପ୍ରତ୍ୟାଖ୍ୟାନ କରିଥିଲେ, କିନ୍ତୁ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ କେବଳ ପୃଥିବୀରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିପାରିବ, ଯିଏ 14 ବର୍ଷ ପର୍ଯ୍ୟନ୍ତ ଅନାହାର ଏବଂ ଅନିଦ୍ରାରେ ଥିବ। ଲକ୍ଷ୍ମଣ ତାଙ୍କ ସହ ବନବାସ ଯାଇଥିଲେ। ଯେତେବେଳେ ରାଜା ଦଶରଥ ରାମକୁ 14 ବର୍ଷ ବନବାସକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଲକ୍ଷ୍ମଣ ମଧ୍ୟ ତାଙ୍କ ଭାଇଙ୍କ ସହ ବନକୁ ଯିବାକୁ ସ୍ଥିର କରିଥିଲେ। ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା କହିଥିଲେ ଯେ ସେ ମଧ୍ୟ ତାଙ୍କ ସହ ଯିବେ, କିନ୍ତୁ ସେ ତାଙ୍କ ପତ୍ନୀକୁ ବୁଝେଇଥିଲେ ସେ ରାମ ଏବଂ ସୀତାଙ୍କୁ ବନରେ ସେବା କରିବାକୁ ଯାଉଛନ୍ତି। ଯଦି ଉର୍ମିଳା ମଧ୍ୟ ତାଙ୍କ ସହ ଯାଆନ୍ତି, ତେବେ ତାଙ୍କର କାର୍ଯ୍ୟରେ ବାଧାପ୍ରାପ୍ତ ହେବ, କାରଣ ତାଙ୍କୁ ମଧ୍ୟ ତାଙ୍କର ପତ୍ନୀର ଯତ୍ନ ନେବାକୁ ପଡ଼ିବ। ନିଦ୍ରା ଦେବୀ ବର ଦେଇଥିଲେ। ବନବାସର ପ୍ରଥମ ରାତ୍ରିରେ ଯେବେ ଶ୍ରୀରାମ ଏବଂ ମାତା ସୀତା ଶୋଇଥିଲେ, ନିଦ୍ରା ଦେବୀ ଲକ୍ଷ୍ମଣଙ୍କ ନିକଟକୁ ଆସିଥିଲେ। ଲକ୍ଷ୍ମଣ ନିଦ୍ରା ଦେବୀକୁ ଏପରି ପ୍ରାର୍ଥନା କରିଥିଲେ ଯେ 14 ବର୍ଷ ଯାଏ ଯେମିତି ନିଦ ନ ଆସିବ, ଯାହାଦ୍ୱାରା ତାଙ୍କ ପ୍ରିୟ ଭାଇ ଆଉ ଭାଉଜକୁ ସୁରକ୍ଷା କରିପାରିବେ। ନିଦ୍ରା ଦେବୀ ଖୁସି ହୋଇ ଏହା କହିଥିଲେ ଯେ ଯଦି କେହି ଆପଣଙ୍କ ସ୍ଥାନରେ 14 ବର୍ଷ ଯାଏ ଶୋଇବ, ତେବେ ଆପଣ ଏହି ବରଦାନ ପାଇପାରିବେ। ଏହାପରେ ଲକ୍ଷ୍ମଣଙ୍କ ଅନୁରୋଧ କ୍ରମେ
ନିଦ୍ରା ଦେବୀ ଲକ୍ଷ୍ମଣଙ୍କର ପତ୍ନୀ ଉର୍ମିଳା ନିକଟରେ ପହଞ୍ଚିଥିଲେ। ସ୍ୱାମୀଙ୍କ ପ୍ରତି ଶ୍ରଦ୍ଧା ହୋଇ 14 ବର୍ଷ ଶୋଇବାକୁ ରାଜି ହୋଇଥିଲେ। ଋଷି ଅଗସ୍ତ୍ୟ ଏହାର ରହସ୍ୟ ପ୍ରକାଶ କରିଥିଲେ। କାହାଣୀ ଅନୁଯାୟୀ ଥରେ ଋଷି ଅଗସ୍ତ୍ୟ ଅଯୋଧ୍ୟାକୁ ଆସିବା ପରେ ରାମଙ୍କ ସହ ଲଙ୍କା ଯୁଦ୍ଧ ବିଷୟରେ ଆଲୋଚନା କରିବା ଆରମ୍ଭ କରିଥିଲେ। ତାପରେ ଶ୍ରୀରାମ କହିଥିଲେ ଯେ ସେ କିପରି ରାବଣ ଏବଂ କୁମ୍ଭକର୍ଣ୍ଣ ଭଳି ମହାନ ଯୋଦ୍ଧାକୁ ବଧ କରିଛନ୍ତି, ଯେଉଁଠାରେ ଅନୁଜ ଲକ୍ଷ୍ମଣ ମଧ୍ୟ ମେଘନାଦ ଅତିକାୟ ଶକ୍ତିଶାଳୀ ଅସୁରମାନଙ୍କୁ ବଧ କରିଥିଲେ। ଋଷି ଅଗସ୍ତ୍ୟ କହିଥିଲେ ଯେ ଏଥିରେ କୌଣସି ସନ୍ଦେହ ନାହିଁ। ରାବଣ ଏବଂ କୁମ୍ଭକର୍ଣ୍ଣ ବହୁତ ଶକ୍ତିଶାଳୀ ଥିଲେ, କିନ୍ତୁ ମେଘନାଦ ସର୍ବଶ୍ରେଷ୍ଠ ଯୋଦ୍ଧା ଥିଲେ। କିନ୍ତୁ ଲକ୍ଷ୍ମଣ ତାଙ୍କୁ ବଧ କରିଥିଲେ। ସେ ହିଁ એકમાત્ર ବ୍ୟକ୍ତି ଥିଲେ ଯିଏକି 14 ବର୍ଷ ଯାଏ ଅନାହାର ଅନିଦ୍ରାରେ ଥିଲେ ଏବଂ ଯାହାରି ଫଳରେ ସେ ମେଘନାଦକୁ ବଧ କରିବାରେ ସକ୍ଷମ ହୋଇଥିଲେ। ଦର୍ଶକ ବନ୍ଧୁ, ଯଦି ମୋ ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସେ ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ। ଏହିଭଳି ମୋଟିଭେସନ୍ ଭିଡ଼ିଓ ଦେଖିବା ପାଇଁ ଜୟ ଜଗନ୍ନାଥ।